ଆଜିର ପ୍ରଥମ ପ୍ରଶ୍ନଟି ହେଉଛି କେଉଁ ପକ୍ଷୀକୁ ସବୁ କିଛି ନୀଳ ଦେଖାଯାଏ? ଚାଲନ୍ତୁ ଦେଖିନେବା ଏହାର ଅପସନ୍ ଗୁଡ଼ିକ। ଅପସନ୍ ଏ ପେଚା, ଅପସନ୍ ବି ଶାଗୁଣା, ଅପସନ୍ ସି ବାଦୁଡ଼ି, ଅପସନ୍ ଡି ପାରା। ପ୍ରତ୍ୟେକ ପ୍ରଶ୍ନରେ ଆପଣଙ୍କୁ 5 ସେକେଣ୍ଡର ସମୟ ମିଳିବ। ଯଦି ଆପଣ କୌଣସି ଉତ୍ତର ଜାଣିଥିବେ ତେବେ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଚାଲନ୍ତୁ ଦେଖିନେବା ଏହାର ଉତ୍ତରଟି। ଏହାର ଉତ୍ତରଟି ହେଉଛି ଅପସନ୍ ଏ ପେଚା। ଆଜିର ଦ୍ୱିତୀୟ ପ୍ରଶ୍ନଟି ହେଉଛି କେଉଁ ଦେଶର ଲୋକେ ସବୁଠୁ ଅଧିକ ବର୍ଷ ବଞ୍ଚିଥାନ୍ତି? ଚାଲନ୍ତୁ ଦେଖିନେବା ଏହାର ଅପସନ୍ ଗୁଡ଼ିକ। ଅପସନ୍ ଏ ନେପାଳ, ଅପସନ୍ ବି ଆମେରିକା, ଅପସନ୍ ସି ଭାରତ, ଅପସନ୍ ଡି ଜାପାନ। ଚାଲନ୍ତୁ ଦେଖିନେବା ଏହାର ଉତ୍ତରଟି। ଏହାର ଉତ୍ତରଟି ହେଉଛି ଅପସନ୍ ଡି ଜାପାନ। ଆଜିର ତୃତୀୟ ପ୍ରଶ୍ନଟି ହେଉଛି ପାଣ୍ଡା କେଉଁ ଦେଶର ରାଷ୍ଟ୍ରୀୟ ପଶୁ ଅଟେ? ଚାଲନ୍ତୁ ଦେଖିନେବା ଏହାର ଅପସନ୍ ଗୁଡ଼ିକ। ଅପସନ୍ ଏ ଆମେରିକା, ଅପସନ୍ ବି ଜାପାନ, ଅପସନ୍ ସି ଚୀନ, ଅପସନ୍ ଡି ଫ୍ରାନ୍ସ। ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଚୀନ। ଆଜିର ଚତୁର୍ଥ ପ୍ରଶ୍ନଟି ହେଉଛି କେଉଁ ପ୍ରାଣୀ ମଣିଷକୁ କାମୁଡ଼ିଲେ ନିଜେ ମରିଯିବ? ଚାଲନ୍ତୁ ଦେଖିନେବା ଏହାର ଅପସନ୍ ଗୁଡ଼ିକ। ଅପସନ୍ ଏ ମହୁମାଛି, ଅପସନ୍ ବି ସାପ, ଅପସନ୍ ସି ବିଛା, ଅପସନ୍ ଡି ପିମ୍ପୁଡ଼ି। ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି। ଏହାର ଉତ୍ତରଟି ହେଉଛି ଅପସନ୍ ଏ ମହୁମାଛି। ଆଜିର ପଞ୍ଚମ ପ୍ରଶ୍ନଟି ହେଉଛି କେଉଁ ଗଛର ପତ୍ର ଖାଇଲେ ରକ୍ତ ବଢ଼ିଥାଏ? ଚାଲନ୍ତୁ ଦେଖିନେବା ଏହାର ଅପସନ୍ ଗୁଡ଼ିକ। ଅପସନ୍ ଏ କଲରା, ଅପସନ୍ ବି ସଜନା, ଅପସନ୍ ସି ବେଲ, ଅପସନ୍ ଡି ତୁଳସୀ। ଚାଲନ୍ତୁ ଦେଖିନେବା ଏହାର ଉତ୍ତରଟି। ଏହାର ଉତ୍ତରଟି ହେଉଛି ଅପସନ୍ ବି ସଜନା। ଆଜିର ଷଷ୍ଠ ପ୍ରଶ୍ନଟି ହେଉଛି କେଉଁ ପଶୁ କଳା ରଙ୍ଗର କ୍ଷୀର ଦେଇଥାଏ? ଚାଲନ୍ତୁ ଦେଖିନେବା ଏହାର ଅପସନ୍ ଗୁଡ଼ିକ। ଅପସନ୍ ଏ ମଇଁଷି, ଅପସନ୍ ବି କଳାଗଣ୍ଡା, ଅପସନ୍ ସି ହାତୀ, ଅପସନ୍ ଡି ଓଟ। ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଗଣ୍ଡା। ଆଜିର ସପ୍ତମ ପ୍ରଶ୍ନଟି ହେଉଛି କେଉଁ ଶାଗ ଖାଇଲେ ଜଲ୍ଦି ହଜମ ହୁଏ ନାହିଁ? ଚାଲନ୍ତୁ ଦେଖିନେବା ଏହାର ଅପସନ୍ ଗୁଡ଼ିକ। ଅପସନ୍ ଏ ଲେଉଟିଆ, ଅପସନ୍ ବି ପାଳଙ୍ଗ, ଅପସନ୍ ସି ପୋଇ, ଅପସନ୍ ଡି ସଜନା। ଆପଣଙ୍କର ସମୟ ସମାପ୍ତ ହୋଇଯାଇଛି। ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ସଜନା। ଆଜିର ଅଷ୍ଟମ ପ୍ରଶ୍ନଟି ହେଉଛି ବିଶ୍ୱ ଡାଇବେଟିସ୍ ଦିବସ କେବେ ପାଳନ କରାଯାଏ? ଚାଲନ୍ତୁ ଦେଖିନେବା ଏହାର ଅପସନ୍ ଗୁଡ଼ିକ। ଅପସନ୍ ଏ 5 ଜୁନ୍, ଅପସନ୍ ବି 14 ଫେବୃଆରୀ, ଅପସନ୍ ସି 14 ନଭେମ୍ବର, ଅପସନ୍ ଡି 15 ଜାନୁଆରୀ। ଉତ୍ତରଟି ହେଉଛି ଅପସନ୍ ସି 14 ନଭେମ୍ବର। ଆଜିର ଶେଷ ପ୍ରଶ୍ନଟି ହେଉଛି କ୍ଷୀର ସହିତ ଗୁଡ଼ ଖାଇଲେ କେଉଁ ମାରାତ୍ମକ ରୋଗ ମୂଳରୁ ଭଲ ହୁଏ? ଚାଲନ୍ତୁ ଦେଖିନେବା ଏହାର ଅପସନ୍ ଗୁଡ଼ିକ। ଅପସନ୍ ଏ ଡାଇବେଟିସ୍, ଅପସନ୍ ବି କ୍ୟାନ୍ସର, ଅପସନ୍ ସି ଗ୍ୟାସ୍ ସମସ୍ୟା, ଅପସନ୍ ଡି ଆଣ୍ଠୁଗଣ୍ଠି ବ୍ୟଥା। ଆପଣଙ୍କର ସମୟ ସମାପ୍ତ ହୋଇଯାଇଛି। ଏହାର ଉତ୍ତରଟି ହେଉଛି ଅପସନ୍ ସି ଗ୍ୟାସ୍ ସମସ୍ୟା।